जय जगन्नाथ आपण आम यूट्यूब चैनल को पुणी थे स्वागत। देख बर्तमान आज आम देखा आमर क्लास 5 चैप्टर 4 रो आ गोटे पार्ट को देखा। ठीक अच्छे तो आस चिंता करवा और समाधान करवा है। तो यहाँ जो देखा नितिन बाबू नितिन बामरु डाहण को और डाहण रु बाम को पढ़ले है समान रोकथिबा संख्या गुडी को पसंद करे पढ़ले है। तो एपरी संख्या गुडी को एकार्थ संख्या बा है पालिनो है ड्रम बोली संख्या कह जाए। देख गोटे संख्या 22 है 363 404 और 8558 यहीपरी किसी एकार्थ संख्यार उदाहरण दियो। एकार्थ संख्या है तो देख 100 रु 200 मध्य समस्त एकार्थ संख्यार तालिका कर कही है। तो देख केम कर तो ये लिख तुम केम लिख देख ये लिख 100 रु 200 मध्य कही 100 रु 200 मध्य कहले तुम लिख कि देख ना तो लिख 100 1 है तापर लिख 100 देखुन 1 1 अच्छी कि ना तो से कही कौन एकार्थ संख्या कही कि ना तो 101 तापर 111 एटा देखुन है तापर 121 है 1 1 रोचे तापर 131 है तापर रहिबो 141 तापर रहिबो 151 तापर 161 है तापर 171 तापर 181 है तापर 191 है एमती लिख बुझिपार। तो डिफरेंस देखी पार्छ तो यहाँ 1 1 रोचे है दी पड़े तो बुझिपार। नेक्स्ट देख 900 रु 1200 मध्य समस्त एकार्थ संख्या को तालिका करिया कही। तो देख केमती कर लिभे दूची एपट लिखि दियो है 900 लिखा। तो चलो के लिखा ना 900 9 है 900 टिके 900 9 तापर 900 9 है तो देखो दी पट 9 9 रहा तापर लिख 919 है तापर 929 तापर 939 है तापर 949 तापर 959 है तापर 969 तापर 900 है 69 पर 79 तापर 999 है तापर तापर रहिबो 1001 एक पर 1 1 1 1 तापर केते भीतर कहितला 1200 भीतर कहितला तापर लिखिबो तापर 12 पळे आसीबो हला 12 पळे आसीबो तो एटा रहिबो हला तापर देछि 25000 रु 27000 मध्य थिबा समस्त एकार्थ संख्या को लिखिबा। तो देखो केमति लिखिबो एटा लिखिबो 25000 रु 27000 भीतर तो लिखिबो 25000 0 5 2 देखो लास्ट को 2 2 रहउची तापर लिखिबो 25000 हला 1 5 2 तापर 25000 है 2 5 2 है 2 2 रोचे लास्ट को तापर 25000 3 5 2 तापर 25000 4 5 2 25000 5 5 2 तापर 25000 6 5 2 एमती लिख तापर 25000 7 5 2 तापर 25000 8 5 2 25000 9 5 2 25000 26000 एटा हम है 26000 0 6 2 एटा 2 6 टा तापर 26000
162 ତାପରେ 26,000 262 ତାପରେ 26,000 362 26,000 462 26,000 562 ହେଲା 26,000 562 26,000 6 ହେଲା 26,000 662 ତାପରେ 26,000 762 26,000 862 ତାପରେ 26,000 962 ହେଲା 962 ତାପରେ ଆଉ ହେଇପାରିବନି ହେଲା ଏତିକି ହବ ଲାଷ୍ଟ ଯିବା ନେକ୍ସଟ 2 ନମ୍ବରକୁ ଯିବା ବର୍ତ୍ତମାନ ହେଲା ଲିଭେଇ ଦେଉଛି ଗୁଡ଼ା ଦେଖିପାରିଲ ଏଟା ଲେଖିଦେବ ତାପରେ 2 ନମ୍ବର ଦେଖ 2 ନମ୍ବର ତମକୁ ଦେଲା ଏକ 3 × 3 କୋଠରୀରେ ଗ୍ରିଡ୍ 1 ରୁ 9 ହେଲା 3 ଦେଖୁନ 3ଟା ଲେଖା ଅଛି ଇଆଡ଼େ 3ଟା ଲେଖା ଅଛି 3 3 9 1 ରୁ 9 ହେଲା ଏଥର କୋଠରୀ ଗୁଡ଼ିକରେ ସଂଖ୍ୟା ଗୁଡ଼ିକୁ ଏପରି ପର୍ଯ୍ୟନ୍ତ ସଂଖ୍ୟାକୁ ଏପରି ସଜାଇ ଲେଖିବା ଯେପରିକି ସଜାଇ ଲେଖ ଯେପରି ପ୍ରତ୍ୟେକ ଧାଡ଼ି ଓ ସ୍ତମ୍ଭରେ ସଂଖ୍ୟା ପ୍ରତ୍ୟେକ ଧାଡ଼ି ଓ ସ୍ତମ୍ଭରେ ସାନରୁ ବଡ଼ କ୍ରମରେ ହେଲା ରହିବ ହେଲା ସାନ କ୍ରମରେ ବଡ଼ରୁ ସାନ ବା ହ୍ରାସ କ୍ରମରେ ରହିବ ହେଲା ସଂଖ୍ୟା ଗୁଡ଼ିକ ରହିବ ପ୍ରତ୍ୟେକ ସଂଖ୍ୟାକୁ କେବଳ ଥରେ ମାତ୍ର ବ୍ୟବହାର କରିକି ଲେଖିବ ହେଲା ଏଟା ବର୍ଦ୍ଧିତ ଆକାରରେ ଲେଖିଲେ 1 2 3 ହେଲା 4 5 6 7 8 9 ଏଟା ବର୍ଦ୍ଧିତ କ୍ରମ ହେଲା ହ୍ରାସ କ୍ରମରେ ଲେଖିଲେ ଏପଟାରୁ ଲେଖିବା କେମିତି ଲେଖିବ ଦେଖ ହ୍ରାସ କ୍ରମରେ ଲେଖିଲେ ତମେ ଲେଖିବ ଏଆଡ଼ୁ ଲେଖିବ ହେଲା 1 2 3 ତାପରେ 4 5 6 7 8 9 ଏମିତି ଲେଖିବ ହ୍ରାସ କ୍ରମରେ ବୁଝିଗଲା ତାପରେ ନେକ୍ସଟ ଯିବା ନେକ୍ସଟ ଦେଖ ଏବେ ଦେଲା ଏବେ କ'ଣ ଦେଇଛି ଦେଖ ନା ଦେଲା ତଳେ କୋଠରୀ ଗୁଡ଼ିକୁ ବଢ଼ିବା ବା ବର୍ଦ୍ଧିତ ବା କମିବା ହ୍ରାସ ସୂଚନା ଆଧାରରେ 1 ରୁ 9 ପର୍ଯ୍ୟନ୍ତ ସଂଖ୍ୟା ଗୁଡ଼ିକୁ ପୂରଣ କରିବାକୁ ଆମକୁ କହିଛି ତ କେମିତି ଲେଖିବ ଦେଖ 3 2 1 ହ୍ରାସ କ୍ରମରେ ଲେଖିବ ତାପରେ 6 5 4 ହେଲା ବଡ଼ରୁ ସାନ କ୍ରମରେ ଲେଖା ହେଉଛି 9 8 7 ହେଲା ଏଇଟା ସେମିତି ହ୍ରାସ କ୍ରମରେ ଲେଖିବା କହିଛି ହ୍ରାସ କ୍ରମରେ ଲେଖିଲେ 8 କେମିତି ଲେଖିବ ଏଇଟା ଦେଖ ଏଇଟା ଦେଖ ଏଇଭଳିଆ ଲେଖିବ ଦେଖ କେମିତି ଲେଖିବ 8 ଏଇଟା 1 ହେଲା ଏଇଟା 2 ତାପରେ ଏଠି ହେଲା ହ୍ରାସ କହିଛି ତ 3 ଏଠି ହ୍ରାସ କହିଛି 4 ତାପରେ 5 କୋଉଠି ହବ 5 ହବ ତମର ଏଇଠି ହେଲା ତାପରେ 6 ଏଠି ହବ ତାପରେ ଏଠି କହିଛି ତମର ବୃଦ୍ଧି ଆକାର ରହିବ 8 7 8 ଏଠି 9ଟା ରହିବ ହେଲା ବର୍ଦ୍ଧିତ କହିଛି ଏଠି ହେଲା ତ ବୁଝିପାରିଲ ତାପରେ ଦେଖ ଏଇଟା ସେମିତି କହିଛି 1 ହେଲା 2 ବୁଝିପାରୁଛ 1 2 ତାପରେ ହ୍ରାସ ବର୍ଦ୍ଧିତ କ୍ରମରେ ରଖିବାକୁ କହିଛି ତ ଏଠି 6 ଏଠି 8 ହେଲା ତାପରେ ଦେଖ କ'ଣ କରିବ ନା ଏଇଟା 1 2 ଏଇଟା ତମର 9 ଏଇଟା ହେଲା ତାପରେ 4 ଏଠି ଦେଖ ଏଇଟା ତମକୁ ବର୍ଦ୍ଧିତ କ୍ରମ କହିଛି ହେଲା ବର୍ଦ୍ଧିତ କ୍ରମ ମାନେ ଏଠି 9 ଲେଖିଛେ ହେଲା ଓଡ଼ିଆରେ କରିଦିଏ ହେଲା 9 କରିଦିଏ ହେଲା ବର୍ଦ୍ଧିତ କ୍ରମ ଏଠି 9 ହେଲା ତାପରେ ଏଠି 8 ତମର ହେଲା ଦେନ୍ ରହିବ ତମର ଏଠି ହ୍ରାସ କ୍ରମ କହିଛି ତ 1 ଆମର ଏଇଠୁ ଆରମ୍ଭ କର 1 ହେଲା 1 ଏଠି ହ୍ରାସ କ୍ରମ କହିଛି ତ ଏଠି 2 କରିଦିଅ ହେଲା ତାପରେ ଏଠି 3 କରିଦିଅ ହେଲା 3 କରିଦେଲ ହେଲା ତାପରେ ଏଠି କରିଦିଅ ତମର 4 ହେଲା ଏଠି କରିଦିଅ ତମର 5 ଏଠି ରହିବ ତମର 6 ଏଠି ରହିବ 7 ହେଲା ଏଇଭଳିଆ କରିଦେବ ହେଲା ତମେ ତମ ହିସାବରେ ବି କରିପାରିବ ହେଲା ବୁଝିପାରିଲ ତାପରେ ନେକ୍ସଟ ଯିବା ତାପରେ ତମକୁ ଦେଲା ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ହେଲା ଯୁଗ୍ମ ସଂଖ୍ୟା ଗୁଡ଼ିକର ଚାରିପଟେ ଗୋଲ ବୁଲାଇବାକୁ କହିଛି ତ ଯୁଗ୍ମ କେମିତି ଜାଣିବ ଦେଖ ଯୁଗ୍ମ ତମର କେମିତି ଜାଣିବ ନା ଏକ ଘର ଅଙ୍କଟାକୁ ଦେଖିବ ଏଠି 7 ଅଛି ତ ଏଇଟା ଯୁଗ୍ମ ହବନି ହେଲା କ'ଣ କ'ଣ ଥିଲେ ଯୁଗ୍ମ ହବ 0 ଥିବ 2 ହେଲା 2 4 ହେଲା 6 ହେଲା 8 ଗୁଡ଼ା ଥିବ ବୋଲି ଯୁଗ୍ମ ତ ଦେଖ ଏଟାରେ ଅଛି କି ନାହିଁ ତ ଏଇଟା ଗୋଲ ବୁଲାଇବା ଦରକାର ନାହିଁ ଏଇଟାରେ ଅଛି ଦେଖ ଖର ତ ଏଇଟାକୁ ଗୋଲ ବୁଲେଇ ଦେବ ହେଲା ତାପରେ ନେକ୍ସଟ ଦେଖ ତାପରେ ତମର ଆସିବ କ'ଣ ଏଇଟା ଦେଖ 4 ଅଛି ତ ଏଇଟା ବି ଗୋଲ ବୁଲେଇବ ଏଇଟା 0 ଅଛି ତ ଏଇଟା ବି ଗୋଲ ବୁଲେଇବ ଏଇଟା ସବୁ ଯୁଗ୍ମ ସଂଖ୍ୟା କି ନାହିଁ ଯୁଗ୍ମ ସଂଖ୍ୟା
ତାପରେ ଘ ପରେ ୱ ଦେଖ 199 ଏଠି ନ ଅଛି ହବନି ହେଲା। ଏଟା ଦେଖ ଏଠି ହେଲେ ନ ଅଛି ଏଟା ବି ହବନି ହେଲା। ତାପରେ ଏଟା ବି ହବନି। ତାପରେ କୋଉଟା ହବ ଏଟା 49 ନ ଅଛି ହବନି। ଏଠି 3 ଅଛି ହବନି। ଏଠି 6 ଅଛି 6 ଅଛି ମାନେ ଏଟା ହବ। ତାପରେ 1 ଅଛି ଏଟା ହବନି। ତାପରେ 2 ଅଛି ଏଟା ପୁରା ହବ। ତାପରେ 3 ଅଛି ଏଟା ହବନି ହେଲା। ତ ଯୁଗ୍ମ ସଂଖ୍ୟା ଯୋଡ଼ା ଯୋଡ଼ା ଗୋଲ ବୁଲେଇଲି ଯୋଡ଼ା ସବୁ ଯୁଗ୍ମ ସଂଖ୍ୟା। ତାପରେ ଦେଖ ତଳେ ଦିଆଯାଇଥିବା ସଜ୍ଜୀକରଣକୁ ଦେଖିବା। ସଜ୍ଜୀକରଣ ଦେଖ 18 ଥର ଯୋଡ଼ାରେ ସଜ୍ଜୀକରଣ ହେଲା। 18 ଥରକୁ କେମିତି ଯୋଡ଼ା ହେଇଛି ଦିଟା ଦିଟା କରିକି ରଖା ହେଇଛି। 2 2 4 2 6 2 8 2 10 2 12 2 14 2 16 2 18 ହେଲା। ତାପରେ 23 ଥର 23 ଥର ଯୋଡ଼ାକୁ କେମିତି ସଜାଇ ଦେଖ। ଗୋଟେ ଯୋଡ଼ା 2 ଯୋଡ଼ା 3 ଯୋଡ଼ା 4 ଯୋଡ଼ା 5 ଯୋଡ଼ା 6 ଯୋଡ଼ା 7 ଯୋଡ଼ା 8 ଯୋଡ଼ା 9 ଯୋଡ଼ା 10 ଯୋଡ଼ା 11 ଯୋଡ଼ା 11 ଯୋଡ଼ା ମାନେ 11 ଦୁଗୁଣେ 22 ଇଏ 23 23 ଯୋଡ଼ାକୁ ସଜ୍ଜୀକରଣ ଏମିତି କରିବ ହେଲା। ତାପରେ ଦେଖ 18ରେ 2 ଯୋଗ କର ହେଲା। ଉକ୍ତ ସଜ୍ଜୀକରଣରେ କ'ଣ ପରିବର୍ତ୍ତନ ହଉଅଛି ବା ହଉନାହିଁ ଲେଖିବାକୁ କହିଛି। ତ ଦେଖ ଏଟା କେମିତି କରିବ। 18ରେ 2 ଯୋଗ କରିବ ହେଲା। 18ରେ 2 ଯୋଗ କଲେ ତାମାନେ ଆଉ ଦୁଇଟା ବଢ଼ିଯିବ ଇଆଡ଼େ। ଏଠି କରିଦେଉଛି ଦେଖ ଏଠି ଆଉ ଦୁଇଟା ବଢ଼ିଯିବ ହେଲା। ଦୁଇଟା ବଢ଼ିଯିବ ତାମାନେ 20 ହେଇଗଲା। ତାମାନେ 18 ଥର ଯୋଡ଼ାର ସଜ୍ଜୀକରଣ ଏଟା 20 ଥର। 18 + 2 18 + 2 ତାମାନେ କେତେ ହେଲା 20। 20ଟାକୁ ଏମିତି ସଜାଇ ଦେବ ହେଲା। ଉକ୍ତ ସଜ୍ଜୀକରଣ କ'ଣ ପରିବର୍ତ୍ତନ ହଉଛି ବା ହଉନାହିଁ ଲେଖ ବୋଲି ସେ ଆମକୁ କହିଛି। ତ ଲେଖିବ କ'ଣ ଆମେ ଯଦି ସଜେଇ ଦେଲେ ତାମାନେ କ'ଣ ହବ। ତ ଏଠି ଯୋଡ଼ା ହିଁ ହବ। ଏଠି ଆଉ ଯୋଡ଼ା ହିଁ ହଉଛି। ତ ଏଠି କିଛି ପରିବର୍ତ୍ତନ ହେବ ନାହିଁ। କିଛି ପରିବର୍ତ୍ତନ ଲେଖିବ କିଛି ପରିବର୍ତ୍ତନ ହେଲା ହେବ ନାହିଁ ହେଲା। ଏଇଠି ଯଦି କରିବା ଆମେ 23ରେ 2 ଯୋଗ କରିବା 23 ଥିଲା ପ୍ଲସ୍ 2ଟା ଯୋଗ କଲେ 25 ହେଲା। 25 ବି ଗୋଟେ ଅଯୁଗ୍ମ ସଂଖ୍ୟା। ତ ଏଠି 25 ହେବ। ଏଠି 2ଟା ବଢ଼ିଲା ମାନେ ହେଲେ ଏଠି ବି କିଛି ପରିବର୍ତ୍ତନ ହେବ ନାହିଁ। କିଛି ପରିବର୍ତ୍ତନ ଯେମିତି ଥିଲା ସେମିତିକା ହେବ। କିଛି ପରିବର୍ତ୍ତନ ହେବ ନାହିଁ ହେଲା। ଲେଖିଦେବ ବୁଝିହେଲା। ନେକ୍ସଟ ଯିବା 3 ନମ୍ବର। ନିମ୍ନଲିଖିତ ପ୍ରତ୍ୟେକ କ୍ଷେତ୍ରରେ ତୁମେ ସଂଖ୍ୟା ଯୋଡ଼ା ବିଷୟରେ କ'ଣ ଲକ୍ଷ୍ୟ କରୁଛ। ତୁମେ ଭାବୁଛ କି ଏହା ପ୍ରତ୍ୟେକ ସଂଖ୍ୟା ଯୋଡ଼ା ପାଇଁ ସତ ହେବ। ତୁମେ ଯାହା ଦେଖୁଛ ବୁଝାଅ। ତୁମେ ତୁମର ବିଚାରକୁ ବୁଝାଇବା ପାଇଁ ସଂଖ୍ୟା ଯୋଡ଼ାର ସଜ୍ଜୀକରଣକୁ ବ୍ୟବହାର କରିପାରିବ ସେ ଆମକୁ କହିଛି। ତ କ'ଣ କରିବ ଏଇଟା ଦେଖ 3ରେ ଦେଖ ତ ପ୍ରଥମ ଦେଲା କଟା 12 ଓ 6 ଗୋଟିଏ ଯୋଡ଼ା ଯୁଗ୍ମ ସଂଖ୍ୟା। 12 ଆଉ 6 ଗୋଟିଏ ଯୋଡ଼ା ଯୁଗ୍ମ ସଂଖ୍ୟା। ଏପରି 5 ଯୋଡ଼ା ଯୁଗ୍ମ ସଂଖ୍ୟା ବାଛିବ। 12 ଆଉ 6 ଦେଖ କ'ଣ କହିଛି ଯୋଡ଼ା ଯୁଗ୍ମ। ଦେଖ 12 ମାନେ 6ର ଇଏ 2 ଗୁଣ 6 ଦୁଗୁଣେ 12 ହେଲା। ସେମିତି 5 ଯୋଡ଼ା ଯୁଗ୍ମ ସଂଖ୍ୟା ବାଛିବ। ପ୍ରତ୍ୟେକ ଯୋଡ଼ାକରେ ସଂଖ୍ୟାକୁ ଯୋଗ କରିବା। ତ କେମିତି କରିବ ଦେଖ ସେମିତି 6 + 8 6 + 8 କେତେ ହେବ 14। ସେମିତି ଆଉ କ'ଣ ନେଇପାରିବ 4 + 8 12 ନେଇପାରିବ। ତାପରେ 2 + 10 12 ହେଲା। ତାପରେ ଆଉ କ'ଣ ନେଇପାରିବ 4 ପ୍ଲସ୍ ହେଲା 4 + 12 4 + 12 16। ତାପରେ ନେଇପାରିବ 10 + ହେଲା 8 18 ନେଇପାରିବ ହେଲା 18 ଏମିତି କରିବ ହେଲା। ଆଉ ତମେ ଯଦି ଚାହିଁବ ନିଜେ ବି ଅଲଗା କରିପାରିବ। 13 ଓ 9 ଗୋଟିଏ ଯୋଡ଼ା ଅଯୁଗ୍ମ ସଂଖ୍ୟା। ଏପରି 5 ଯୋଡ଼ା ସଂଖ୍ୟା ବାଛିବ ଆଉ ପ୍ରତ୍ୟେକ ସଂଖ୍ୟାକୁ ଯୋଗ କରିବ। ଦେଖ କେମିତି କରିବ ଏଇଟା। ତ 13 + 9 19 19 ହେଲା କି ନାହିଁ। ତ ସେମିତି 19 ଆସିଲା ମାନେ 19 + 9 19 + 9 ତ କେତେ ହେବ 28। ପୁଣି କ'ଣ କରିବ 11 + 7 ହେଲା 11 + 7 18 ହେଲା। ତାପରେ କ'ଣ କରିବ 5 ତାପରେ 28 ପରେ ଏଠି 7 ତାପରେ 5 ଆସିବ 2 କମିଯିବ 5 5 + 15 ଏଇଟା ଏଠି 2 କମିଯିବ ହେଲା 15 15 5 + 15 ତ 20 ହେଲା। ସେମିତି ଆଉ କ'ଣ କରିପାରିବା 13 + 7 20 13 + 7 20 ତାପରେ କମିଯିବ 5 5 + 19 କେତେ 24 ଏମିତି କରିବ ହେଲା ଯୋଡ଼ା ଗୁଡ଼ିକ। ତାପରେ ଗ ଦେଖ 7 ଓ 12 ହେଉଛି ଅଯୁଗ୍ମ ଓ ଯୁଗ୍ମ ସଂଖ୍ୟା। 7ଟା ହେଉଛି ଅଯୁଗ୍ମ ଆଉ 12ଟା ହେଉଛି ଯୁଗ୍ମ ସଂଖ୍ୟା ଯୋଡ଼େ। ଏପରି 5 ଯୋଡ଼ି ଯୁଗ୍ମ ଓ ଅଯୁଗ୍ମ ସଂଖ୍ୟା ଲେଖିବାକୁ କହିଛି। ତ
तो केमती लिखियो प्रत्येक जोड़ा संख्या को जोग करियो कहिछि तो एटा केमती करियो देखो हमरो गटा देखो केमती करियो तो आम जोग करियो कहिछि तो केमती करियो देखो ऑड इवन नहीं करिए तो ऑड इवन माने हमर कोन जुग्म अजुग्म जुग्म अजुग्म रहउछि कि नै तो देखो 3 हला गोटे हमर अजुग्म संख्या प्लस 4 हला गोटे जुग्म संख्या तो केते हला 7 आसला 7 गोटे अजुग्म संख्या सेमती आउ करिया 9 गोटे नेबा हला नले नियो 7 11 नियो हला 11 11 गोटे अजुग्म संख्या तापर पुणी 12 गोटे जुग्म संख्या तो 11 12 केते 23 हला गोटे अजुग्म संख्या बुझी परछो तापरे पुणी 9 नियो हला 9 प्लस 9 गोटे अजुग्म संख्या पुणी 12 नियो गोटे जुग्म संख्या तो 9 12 केते 21 एटा गोटे अजुग्म संख्या सेमती 7 नियो 7 प्लस 7 गोटे अजुग्म संख्या तापरे पुणी 10 नियो गोटे जुग्म संख्या 17 हला 17 गोटे अजुग्म संख्या हला पुणी 11 नियो 11 गोटे अजुग्म संख्या 6 नियो जुग्म संख्या 11 6 17 17 गोटे अजुग्म संख्या एमती करियो हला तापरे देखो तो एठी हम देखिले जे कोन जेतेले हम ऐड कला पर कोन हला जेतेले गोटे हम जुग्म गोटे अजुग्म नेले तो अजुग्म संख्या ही आसिला बुझि पल्ला तापरे आसो चिंता करिया देछि हला तैछि श्रुति तार कुंपी को खोलिबारु 1 टंकिया 8 टी मुद्रा 2 टंकिया 9 टी मुद्रा एवं 5 टंकिया 5 टी मुद्रा पाइला तो 38 टंका मूल्यर गोटे स्टिकर किनिबा को इच्छा कला से एथिपाई कोउथुरु केतोटी मुद्रा नबो एहिपरि केते प्रकार मुद्रा विनिमय संभव कहिछि हम से एटा करिया खाय तो देखो एटा केन करबो तो प्रथमे मु लिखि दोछि हला 1 टंका 8 टा माने 8 टंका 2 टंकिया केतरा 9 टा माने 18 टंका मु लिखि दोछि फर्स्ट तो एठी मोट केते हे जिवो मोट हे जिवो तमरो मिसै दियो 8 8 16 16 5 हला 21 हला 21 हेले 1 रखी 2 2 2 4 1 5 51 आइबो 51 आइला हला 51 टोटल तमे नेइचो हला 38 टका मूल्य गोटे स्टिकर किनलो 38 टका मूल्य किनलो केते टका किनलो 38 टका किनलो स्टिकर रो दाम हला स्टिकर रो दाम केते टका 38 टका 38 टका माने तमे कोटर केते टका दबो देखो केंत करबो ना आमे 5 टंकिया केतेटा देबा 5 टंकिया 5टा दे देबा 5 टंकिया केतेटा देबा लिखि दोछि 5 टंकिया केतेटा देबा 5टा देबा 5टा ता माने केते हला 25 टका हेला हला 25 हेला तापरे तापरे 2 टंकिया केतेटा देबा 2 टंकिया देबा 9टा अछि तमरो तो 2 टंकिया केतेटा देबो 6टा दे दो 2 टंकिया दे दो केतेटा 6टा ता माने केतेटा हे जो 12 टका हे जो हला तापर 1 टंकिया तो आ 1 टंकिया केतेटा देबा 1 टंकिया दे दा मन करो धरिनो 1 गोटे हला ता माने मिसै दियो माने 1 हला तो केते हेला बे 5 2 7 1 8 2 1 3 1 4 सॉरी 2 1 3 3 एटा हला 3 सॉरी 38 हला 38 टका हेला तो बुझला आउरी गोटे हे परियो कोन हे परियो देखो हमें नै परिवा एटा ऑरटा हला किंबाटा ह आ गोटे कोन करि परिवा ना 5 टंकिया नै परिवा 5 टंकिया केतरा नै परिया 4टा नै परिया हला 5 टंकिया 4टा 20 तापरे 2 टंका नेबा 5टा 10 टंका हला तापरे 1 टंका नेबा 8टा तमने 8 टंका तो मिसै दियो 8 2 1 3 38 हला हला तमे जे कोनोसी बेरे तमे करके आंसर हला तापरे 2 नंबर को जिबा 2 नंबर देला देखो रघु तार जेजेमा को टॉर्च को बहुत पसंद करे और ता सहित खेले से थरे स्विच दबाइले आलोक जळे द्वितीय थर दबाइले आलोक लिभि जाए से तृतीय थर स्विच को दबाइले आलोक जळे से सेही परी अनेक थर करि चलछि 23 थर स्विच दबाइला बेले आलोक जळिबो ना बंद हबो बोली से पचारछि हला तो 23 टा गोटे देखो माने हमें एठी जानिया पड़ियो प्रथम थर दबाइले हला प्रथम थरटा कोन अजुग्म थर दबाइलु कोन हला जळिला जळे ता माने 23 टा कोन 23 टा गोटे अजुग्म संख्या ता माने जळिबा एठु बुझी परियो हला बुझी परलो प्रथम थर हला गोटे अजुग्म संख्या तो जळिला हला तो 23 नंबर टा भी गोटे अजुग्म संख्या तो जळिबो हला एंदी बुझी हला बुझिला
ତ ସେମିତି 23 ନମ୍ବର ଥର କ'ଣ ହବ ଜଳିବ ହେଲା। ବୁଝିପାରିଲ ଅଯୁଗ୍ମ ହିସାବରେ ମୁଁ ତମକୁ ହେଲା, ତମେ କେମିତି ବୁଝିବ ସେଟା କରିବ ହେଲା। ମୁଁ ଅଯୁଗ୍ମ ଯେହେତୁ ଏଗୋଟା ଗୋଟେ ଅଯୁଗ୍ମ ସଂଖ୍ୟା, 23ଟା ବି ଗୋଟେ ଅଯୁଗ୍ମ ସଂଖ୍ୟା, ତେଣୁକରି ଅଯୁଗ୍ମ ସଂଖ୍ୟାରେ ଯେହେତୁ ଜଳିଥିଲା ତେଣୁକରି 23 ନମ୍ବର ହେଲେ ଜଳିବ। ତାପରେ ନେକ୍ସଟ ତ ଯଦି ହେଇଛି ହବ ତୁମେ କିପରି ଜାଣିବ କେତେ ଥର ସୁଇଚ୍ ଦବାଇଲେ ଆଲୋକ ଜଳିବ ଆଉ କେତେ ଥର ସୁଇଚ୍ ଦବାଇଲେ ଆଲୋକ ଲିଭିବ ହେଲା। ତ ଦେଖ ତମେ ଲେଖିବ ଯୁଗ୍ମ ସଂଖ୍ୟକ ହେଲା, ଯୁଗ୍ମ ସଂଖ୍ୟା ପଢିଲେ ହେଲା, ପଢିଲେ କ'ଣ ହବ ଆଲୋକ ଲିଭିବ, ଲିଭିବ ହେଲା। କୋଉଟା କୋଉଟାରେ ଲିଭିବ ତାମାନେ 2ରେ ଲିଭିବ, 4ରେ ଲିଭିବ, 6ରେ ଲିଭିବ, 8ରେ ଲିଭିବ, 10ରେ ଲିଭିବ ହେଲା। 23 ଥର କହିଛି 23 ପର୍ଯ୍ୟନ୍ତ ଯିବା। ତାପରେ 12ରେ ଲିଭିବ ହେଲା, 14ରେ ଲିଭିବ, 16ରେ ଲିଭିବ, 18ରେ ଲିଭିବ, 20ରେ ଲିଭିବ ଆଉ 22ରେ ଲିଭିବ ହେଲା। ସେମିତି ଅଯୁଗ୍ମ ଅଯୁଗ୍ମ ସଂଖ୍ୟା ପଢିଲେ ଜଳିବ, ଆଲୋକ କ'ଣ ହବ ଜଳିବ, ଜଳିବ କି ନାହିଁ। ତ ଅଯୁଗ୍ମ ସଂଖ୍ୟା ମାନେ 1, ତାପରେ 3, 5, 7, 9, 11, 13 ହେଲା, 15, 17, 19 ହେଲା, ତାପରେ 21, ତାପରେ 23 ଗୁଡ଼ାରେ ସବୁ କ'ଣ ହବ ବଲ୍ବଟି ଜଳିବ। ତାପରେ 3 ନମ୍ବର ଯିବା ପର୍ବତ ଆରୋହଣ ହେଲା। ପ୍ରିୟଙ୍କା କ'ଣ କଲା ମୋହିତେ 8000 ମିଟର ଉଚ୍ଚତା ବିଶିଷ୍ଟ 5ଟା ହିମାଳୟ ଶିଖର ଆରୋହଣ କରିଥିବା ପ୍ରଥମ ଭାରତୀୟ ମହିଳା ହେଲା। ପ୍ରିୟଙ୍କା ମୋହିତେ ବୋଲି ଗୋଟେ ଝିଅ ଯିଏକି 8000 ମିଟର ଉଚ୍ଚତା ବିଶିଷ୍ଟ 5ଟା ହିମାଳୟ ଶିଖର ଆରୋହଣ କରି ଯିଏକି ପ୍ରଥମ ମହିଳା ଥିଲେ। ଏହା ବ୍ୟତୀତ ସେ ପୃଥିବୀର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପର୍ବତ ଶିଖରକୁ ଆରୋହଣ କରିଛନ୍ତି। ତଳେ ଦିଆଯାଇଥିବା ସାରଣୀକୁ ପଢ଼ିକିରି ପ୍ରଶ୍ନ ଗୁଡ଼ିକର ଉତ୍ତର ଦେବାକୁ ଆମକୁ ସେ କହିଛି। ତ ଦେଖ ଏଠି ପ୍ରଥମେ ପଢ଼ିବ ହେଲା, କାଞ୍ଚନଜଙ୍ଗା ପର୍ବତ ଭାରତ ଓ ନେପାଳ ସୀମାରେ ଅଛି, ଉଚ୍ଚତା ତାର ହେଲା 8586। ତାପରେ କୋଉ ବର୍ଷ ଯାଇଥିଲେ ଇଏ ନା 2022ରେ ଯାଇକି ଚଢ଼ିଥିଲେ। ଏଭରେଷ୍ଟ ପର୍ବତ ଚଢ଼ିଥିଲେ ନେପାଳ ଓ ଚୀନ ସୀମାରେ ଅଛି ଯୋଉଟା 8848, 2013ରେ ଚଢ଼ିଥିଲେ। ସେମିତି ମାକାଲୁ ପର୍ବତ ଚୀନ ଓ ନେପାଳ ସୀମାରେ ଅଛି 8000, ଯାହାର ଉଚ୍ଚତା ହେଲା 8485, 2019ରେ ଚଢ଼ିଥିଲେ। ଲୋହିତ ପର୍ବତ ଉଚ୍ଚତା ହେଲା 8516, ଯିଏକି 2018ରେ ଚଢ଼ିଥିଲେ। କିଲିମଞ୍ଜାରୋ ପର୍ବତ ଆଫ୍ରିକାର 5895 କିଲୋମିଟର ଉଚ୍ଚତା ମିଟର ଏତିକି ରହିବ, ତ 2016ରେ ଚଢ଼ିଥିଲେ ଏମିତି ହେଲା। ଏଲବ୍ରସ୍ ପର୍ବତ 5642, 2017ରେ ଚଢ଼ିଥିଲେ। ସେମିତି ଅନ୍ନପୂର୍ଣ୍ଣା 1 ପର୍ବତ 8091 ମିଟର, ଯିଏକି 2021ରେ ସେ ଚଢ଼ିଥିଲେ। ତ ଏତିକି ତାଙ୍କର ସାରଣୀ ଦେଇଛି। ତ ଦେଇଛି ପ୍ରଥମ ଉତ୍ତର ଦେଲା, ପ୍ରଶ୍ନ ଦେଲା ଯେ ଆରୋହଣ କରିଥିବା ସର୍ବୋଚ୍ଚ ଶିଖର କୋଉଟା। ସର୍ବୋଚ୍ଚ ଶିଖର କୋଉଟା ଦେଖ, ଯାହାର ଉଚ୍ଚତା ଅଧିକ ସର୍ବୋଚ୍ଚ ଶିଖର ସିଏ। ତ ସର୍ବୋଚ୍ଚ ଶିଖର କିଏ କାଞ୍ଚନଜଙ୍ଗା ପର୍ବତ। ତ ଲେଖିଦେବ କୋଉଟା କାଞ୍ଚନଜଙ୍ଗା ପର୍ବତ ହେଲା। ତ ଲେଖିବ କାଞ୍ଚନଜଙ୍ଗା ହେଲା ପର୍ବତ, ବୁଝିପାରିଲ। ତାପରେ ନେକ୍ସଟ ଦେଖ ଖଟା ଦେଲା ସାରଣୀ ଅନୁଯାୟୀ ସେ ଆରୋହଣ କରୁଥିବା ସର୍ବୋଚ୍ଚ ଓ ସର୍ବନିମ୍ନ ଶିଖର ମଧ୍ୟରେ ପାର୍ଥକ୍ୟ। ଆଚ୍ଛା ସର୍ବୋଚ୍ଚ କୋଉଟା କାଞ୍ଚନଜଙ୍ଗା। କାଞ୍ଚନଜଙ୍ଗା କେତେ ଅଛି 8586, 8586 ଲେଖିଦିଅ। 8586 ତାଇରୁ କେତେ ଫେଡ଼ିବ, ସବୁଠୁ କମ୍ କୋଉଟା, ସବୁଠୁ କମ୍ ହବ ତମର 5000ରେ କୋଉଟା ଅଛି ଦେଖ 5800 ଏଇଟା ଅଛି, 5600 ଅଛି, ତାମାନେ 5642 ଏଠି ଫେରିଦେବ। 5642 ସବୁଠୁ କମ୍, ତ ଏଇଟା ଫେରିଦିଅ। 6 2 ହେଲେ 4, 8 4 ହେଲେ 4, 5 6 ଯାଉନି, 1 10 ଆଣିବ 15, 6 ଗଲେ 9, ଏଇଟା ଅଛି 7, 7 ରୁ 5 ଗଲେ 2, ତାମାନେ 2984 ଉତ୍ତର ହେଇଯିବ ଏଇଟା 2984 କୋଉଟା ଖଟାର ଉତ୍ତର। ତାପରେ ଗଡ ଦେଖ ଏଲବ୍ରସ୍ ପର୍ବତ ଓ କାଞ୍ଚନଜଙ୍ଗା ପର୍ବତ ଶିଖର ମଧ୍ୟରେ ଉଚ୍ଚତାର ପାର୍ଥକ୍ୟ। ଆଚ୍ଛା ଏଲବ୍ରସ୍ ପର୍ବତ କୋଉଟା 5000 ଦେଖ 5642। ତାପରେ ଦେଇଛି କାଞ୍ଚନଜଙ୍ଗା କୋଉଟା, କାଞ୍ଚନଜଙ୍ଗା ଦେଖ କାଞ୍ଚନଜଙ୍ଗା ହଉଛି 8500 ହେଲା, 8586 ମୁଁ ଲେଖିଛି ଏଟା ହେଲା। ତ ପାର୍ଥକ୍ୟ କେତେ ମାନେ ଏଟା ଫେଡ଼ିଦବ ହେଲା, ଏଟା ଉତ୍ତର ସେମ୍ ହିଁ ଆସିବ। କେତେ ଆସିବ 8 8 5 8 6, ଏଟା ଫେଡ଼ିଦବ, ଫେଡ଼ିଲେ କେତେ ଆସିବ 2 9 ହେଲା 4 4, ଏଟା ହବ 2 9 4 4 ଉତ୍ତର ହେଲା। ତାପରେ ଦେଖ ନେକ୍ସଟ ଘଟା, ଯଦି ପ୍ରିୟଙ୍କା 20 ବର୍ଷ ବୟସରେ 2013 ମସିହାରେ ଏଭରେଷ୍ଟ ପର୍ବତ ଶିଖରକୁ ଆରୋହଣ କରିଥିଲେ ତେବେ କୋଉ ବର୍ଷ ସେ ଜନ୍ମ ହୋଇଥିଲେ।
ହେଲା। ତ ଯଦି ପ୍ରିୟଙ୍କା 20 ବର୍ଷ ବୟସରେ ସିଏ 2013 ମସିହାରେ ସିଏ ଏଭରେଷ୍ଟ ଶିଖର ଚଢ଼ିଥିଲେ, 20 ବର୍ଷ ହେଇଥିଲା ସେତେବେଳକୁ। ତାମାନେ 2013ରେ 20 ବର୍ଷ ଏଡ୍ କରିଦିଅ, 3 3 2 0, ତାମାନେ ଏଇଟା କେତେ ବର୍ଷରେ ଜନ୍ମ ହେଇଥିଲେ? ଆଚ୍ଛା କହିଛି ଜନ୍ମ ହେବା କଥା କହିଛି, ତାମାନେ କ'ଣ କରିବ 2013ରୁ ହେଲା ଫେଡ଼ିଦେବ 20 ବର୍ଷ, 3 ତାମାନେ 3 ହେଲା, 11ରୁ 2 ହେଲେ 9 ହେଲା, 9 1993, କେତେ 1993, ତାର ଉତ୍ତର ହେଇଯିବ 1993 ହେଲା। ବୁଝିପାରିଲ ତାର ତାଙ୍କର ଡେଟ୍ ଅଫ୍ ବାର୍ଥ ଏଠି ଦେଇଛି। ତେଞ୍ଜିଂ ନୋଗ୍ରେ ହେଲା ଜାତୀୟ ସାହସିକତା ପୁରସ୍କାର, ଯାହା ପୂର୍ବରୁ କି ଜାତୀୟ ସାହସିକତା ପୁରସ୍କାର ଭାବରେ ପରିଚିତ ଥିଲା ଏଇଟା ହେଲା। ଏହା ଭାରତର ସର୍ବୋଚ୍ଚ ସାହସିକତା କୀର୍ତ୍ତି ସମ୍ମାନ ଥିଲା। ପ୍ରିୟଙ୍କା ମୋହିତଙ୍କୁ ଉକ୍ତ ପୁରସ୍କାର 2020 ତାଙ୍କୁ ଦିଆଯାଇଥିଲା ହେଲା। ଏଇଟା ଖାଲି ମନେ ରଖିବା ପାଇଁ। ତାପରେ ଦେଲା ଦେଖ, ଯୁବ ଗଣିତ ପ୍ରତିଭାମାନଙ୍କ ପାଇଁ ଜିଲ୍ଲାସ୍ତରୀୟ ଏକ ବଡ଼ ଗଣିତ ମେଳାର ଆୟୋଜନ କରାଗଲା। ପ୍ରତ୍ୟେକ ଅଂଶଗ୍ରହଣକାରୀ ଛାତ୍ରଙ୍କ ନିମନ୍ତେ ଅଂଶଗ୍ରହଣ ପୂର୍ବକ ପ୍ରମାଣପତ୍ର ଦିଆଯିବାର ବ୍ୟବସ୍ଥା ରହିଲା। ମେଳା ପୂର୍ବରୁ ପ୍ରତ୍ୟେକ ଜିଲ୍ଲା ପାଇଁ ଆୟୋଜକଙ୍କ ଦ୍ୱାରା ପ୍ରମାଣପତ୍ର ଛପାଗଲା। ପ୍ରତ୍ୟେକ ଜିଲ୍ଲା ପାଇଁ ଛପାଯାଇଥିବା ପ୍ରମାଣପତ୍ର ସଂଖ୍ୟା ଓ ପ୍ରତିଯୋଗିତା ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ନିମ୍ନରେ ଦିଆଗଲା। ଦେଖ, କଳାହାଣ୍ଡିରେ ଛପାଯାଇଥିବା ଛାତ୍ରଛାତ୍ରୀଙ୍କର ସଂଖ୍ୟା ହେଉଛି 18,225, କିନ୍ତୁ ଭାଗ ନେଇଥିଲେ 18,104। ସେମିତି ସୁନ୍ଦରଗଡ଼ରେ 19,043, କିନ୍ତୁ ଭାଗ ନେଇଥିଲେ 19,200 ହେଲା, 265, ଏଇଟା ଅଧିକ ନେଇଥିଲେ ହେଲା। କଟକରେ ସେମିତି 20,000 ଛପା ହେଇଥିଲା, 863, 19,000 ଭାଗ ନେଇଥିଲେ, 19,974। ତ ଦେଇଛି ପ୍ରତ୍ୟେକ ଜିଲ୍ଲା ପାଇଁ ପ୍ରମାଣପତ୍ର ସଂଖ୍ୟା ଯଥେଷ୍ଟ ଥିଲା କି ନାହିଁ ଦେଖ। ତ ସୁନ୍ଦରଗଡ଼ରେ ଯଥେଷ୍ଟ ଥିଲା କି ନଥିଲା? ନାହିଁ। ତ ଲେଖିବ ପ୍ରତ୍ୟେକ ଜିଲ୍ଲା ପାଇଁ, ଲେଖିବ ସୁନ୍ଦରଗଡ଼ ଲେଖିଦେବ ଇନଡାଇରେକ୍ଟ ହେଲା। ସୁନ୍ଦରଗଡ଼ ଜିଲ୍ଲା ପାଇଁ ହେଲା ପ୍ରମାଣପତ୍ର ଯଥେଷ୍ଟ ନଥିଲା, ପ୍ରମାଣପତ୍ର ଯଥେଷ୍ଟ ନଥିଲା। ବୁଝିପାରିଲ? ତାପରେ ଦେଇଛି ଯଦି ଯଥେଷ୍ଟ ନୁହେଁ ତେବେ କେତେ ପ୍ରମାଣପତ୍ର କମ୍ ପଡ଼ିଲା ହିସାବ କର। ଆଚ୍ଛା କେତେ କମ୍ ପଡ଼ିଲା? ତାମାନେ ସୁନ୍ଦରଗଡ଼ର ଫେଡ଼ି ଦିଅ, 19,265ରୁ ଫେଡ଼ିଦେବ କେତେ? 19,043 ଫେଡ଼ି ଦିଅ। ତ ଫେଡ଼ିଲେ କେତେ ହେଉଛି? 5 3 ହେଲେ 2, 6 4 ହେଲେ 2, 2 9 9 ହେଲେ 0, 1 ରଖିଲେ 0, ତାମାନେ 222ଟା ଆହୁରି ନିଅଣ୍ଟ ପଡ଼ିଲା ହେଲା। ତ ହିସାବ କଲେ କେତେ ହେଉଛି? 2 2 2 ହେଲା, ଏତିକି କମ୍ ପଡ଼ିଲା, କମ୍ ପଡ଼ିଲା। ବୁଝିପାରିଲ? ତାପରେ ଯଦି ଅଧିକ ଥିଲା ତେବେ କେତେ ଅଧିକ ହିସାବ କର। ଅଧିକ କୋଉଠି ଥିଲା? କମ୍ ତ ଥିଲା ହେଲା। ତ ଏଇଟା ଯଦି ପୁରାଟା ମିଶେଇକି ନହେଲେ କରିବ ବୋଲେ ହବ। ଦେଖ କ'ଣ କରିବ କହିଲ, ଏଇଟା ପୁରାଟା ମିଶେଇ ଦିଅ ହେଲା, କମ୍ ପଡ଼ିଥିଲା କି ଅଧିକ ପଡ଼ିଥିଲା ଜଣା ପଡ଼ିଯିବ ହେଲା। ତ ଦେଖ ମିଶେଇ ଦିଅ, 5 3 8 3 ହେଲା, 11, 1 ରଖି 1, 4 2 6 6 12, 1 13, 3 ରଖି 1, 2 8 10, 1 11, 1 ରଖି 1, 9 8 17, 1 18, 8 ରଖି 1, 2 2 4 1 5, ତାମାନେ 58,131ଟା ଛପା ହେଇଥିଲା। ଏଇଟା ଦେଖ ଭାଗ ନେଇଥିବା କେତେ? 5 4 9, 9 4 13, 3 ରଖି 1, 6 7 13, 1 14, 4 ରଖି 1, 9 2 11, 1 12, 1 13, 3 ରଖି 1, 10 9 1 10, 10 ଇଏ 8 18, 18 2 20, 7 27, 7 ରଖି 2 2 3 5, ତାମାନେ 57,343ଟା ଭାଗ ନେଇଥିଲେ, 58,000, ତାମାନେ ବଳିବ ଏଇଟା ହେଲା। ଏଇଟା ଖାଲି ଜିଲ୍ଲାରେ କରିଦେଇଥିଲି, ଏଇଟା ଜିଲ୍ଲାରେ କରନି, ଏମିତି କର ହେଲା। ଜିଲ୍ଲା ହିସାବରେ ଦେଖିଲେ କମ୍ ପଡ଼ିବ। ଦେଖ ଏଇଟା ଏମିତି କରିଦେବ, ତାପରେ କ'ଣ କରିବ? ଫେଡ଼ିଦେବ ହେଲା। କେତେ ନା 58,131ରୁ ଫେଡ଼ିଦେବ କେତେ? 57,343ଟା ଫେଡ଼ିଦେବ। କେତେ ହେଉଛି? ଫେଡ଼, 11ରୁ 3 1 10 ଯାଇବ, 11ରୁ 3 ହେଲେ 8, ଏଠି ଅଛି 2 2ରୁ 4 ଯାଉନି, 12 12ରୁ 4 ହେଲେ 1 10 ଆଣିଲେ 12, 12ରୁ 4 ହେଲେ 8, ଏଠି ଅଛି 0 1 10 ଆଣିବ, 10 3 ହେଲେ 7, ଏଠି ଅଛି 7 7 ହେଲେ 0, 5ରୁ 5 ହେଲେ 0, ତାମାନେ କେତେ ଆସିଲା? ଏଇଟା ଛାଡ଼ିଦିଅ, ତାମାନେ 728ଟା ଅଧିକ ଅଛି ହେଲା। ଏଠି କମ୍ ନାହିଁ, ଏଇଟା ଲେଖିବ ଅଧିକ ହେଲା। ତ କ'ଣ ଲେଖିବ?
728ଟା ଅଧିକ ଥିଲା। ଯଦି ଅଧିକ ଥିଲା ତେବେ କେତେ ଅଧିକ ଥିଲା ହେଲା, ଅଧିକ ଥିଲା ଲେଖିବ ହେଲା, ଅଧିକ ଥିଲା, ଏଇଟା କେତେ ଅଧିକ ଥିଲା 728ଟା ଅଧିକ ଥିଲା ହେଲା, ସରିଲା। ବୁଝିପାରିଲ, ଏମିତି ଲେଖିବ। ନେକ୍ସଟ ଯିବା। ତାପରେ ଦେଇଛି ଦେଖ, ଆସ ସମାଧାନ କରିବା ହେଲା। ଏଇଟା କଣ କରିବ, ଯୋଗ କରିବାକୁ କହିଛି, ତ ଏଇଟା ଯୋଗ କରିଦେବ ହେଲା। ଦେଖ କେମିତି ଯୋଗ କରିବ, ମୁଁ ଖାଲି ଯୋଗ କରିକି ଲେଖି ଦଉଛି ଆର ଉତ୍ତର ହେଲା। କର ଉତ୍ତର କଣ ହବ ଯୋଗ କଲେ, 2009 ଆଉ 7388 ହେଲା। ଏଇଟା ଯୋଗ କଲେ କେତେ ହବ, ଏଇଟା ଯୋଗ କରିବ। ଦେଖ ମୁଁ ଗୋଟେ କହିଦେଉଛି, ତମେ ସବୁ ଯାକ କରିବ ହେଲା। 2009 ପ୍ଲସ୍ କେତେ ଦେଇଛି 7388 ହେଲା। ଯୋଗ କର, 9 8 17, 7 ରଖି 1, 8 1 9, 9 9 3, ଏଇଟା 2 7 9 ହେଲା, 9 3 9 7, 9 3 9 7, 9 3 ହେଲା, 9 7 ଏମିତି ଲେଖିବ ହେଲା। ତାପରେ ସବୁ ଯାକ କରିଦେଉଛି ଉତ୍ତର। ଦେଖ ଏଠି ଉତ୍ତର ଖାଲି କହିଦେବି ହେଲା। ଏଟାର ଉତ୍ତର କେତେ ହବ, ଖର ଉତ୍ତର ହବ, ଖର ଉତ୍ତର ହବ ତମର କେତେ ହବ ଦେଖ, 9 7 9 7 ହେଲା, 5 5 ହେଲା, 5 ହେଲା। ଏଇଟା କାର, ଖର ଉତ୍ତର ହେଲା। ତାପରେ ଗର ଉତ୍ତର କେତେ ହବ ଦେଖ, ଗର ମିଶେଇବ ଏଟା ସବୁ ହେଲା। ଗର ହବ 2 4 6 8 6 8, ଏଟା 8 ହେଲା। ତାପରେ ଦେଖ, ତାପରେ ଘଟା ଦେଖ, ଘଟାର ଉତ୍ତର ହବ ସରି, এটা 7 7 7 ଅଛି, এটা হব উত্তর তোমার কেতে হব না 1 6 6 5 ହେଲା। এটা হব তোমার ঘটা উত্তর হব মিশাই দেব এটা ହେଲା, 2 4 6 8 ହେଲା। তারপরে ওটা কেতে হব দেখো, ওটা হব তোমার উত্তর 5 6 5 6 ହେଲା, 8 5 6 8 4 5 4 5 ହେଲା। ତାପରେ ଏଇଟା ଦେଖ, ଛଅଟା କେତେ ହବ, এটা ওটা কেତେ হବ 5 6 ହେଲା, 8 4 5। ତାପରେ ଦେଖ ଛଅଟା କେତେ ହବ, ଛଅଟା ତମର ହବ ଦେଖ 3 3 6 3 3 6 3 3 6, ତାପରେ 3 3 ହେଲା, এটা ଏତିକି ହବ। ତାପରେ এটা 6 ହେଲା, 6 ଦେଖ এটা କେତେ ହବ, এটা ହବ ତମର ଉତ୍ତର 1 5 1 4 3 ହେଲା। ତାପରଟା ଉତ୍ତର କେତେ ହବ ଦେଖ, ତାପରଟା এটা হব 1 3 ହେଲା, 0 8 6 ହେଲା। ତାପରଟା କେତେ ହବ, ଝିଅଟା କେତେ ହବ ଦେଖ, ତମର 50,000 50 ଆଉ 55,000 ଦେଇଛି, 5,500 ଦେଇଛି, କେତେ ଦେଇଛି 5,500 ଦେଇଛି। ତ ଏଇଟା କେତେ କରିବ ଦେଖ, 0 ଏଇଟା 5 ଏଇଟା 5, ତାପରେ ଏଇଟା ଅଛି 5, ଏଇଟା ଅଛି 0 5, ତାପରେ ଆସିବ ତମର 5 ହେଲା, ତାପରେ ଆସିବ ତମର 5 ହେଲା, 55,550 ଆସିବ ହେଲା। ତାପରେ ଦେଖ ଦୁଇଟା ବିୟୋଗ କରିବାକୁ କହିଛି, ଫେଡାନ କରିବ, ଫେଡାନ କଲେ କେତେ ଆସିବ ଦେଖ, ଫେଡାନ ଗୋଟେ କରିଦେଉଛି ଦେଖ, 4 8 5 ଦେଇଛି, ଫେଡାନ 2 ହେଲା, 2 2 6 ଦେଇଛି ହେଲା। ତ କେମିତି ଫେଡ଼ିବ ଦେଖ, 1 10 ଆଣିବୁ, 5 ରୁ 6 ଯାଉନି, 1 10 ଆଣିବୁ, 15 6 9, ଏଠି ଅଛି 7 7 2 ହେଲେ 5, ଏଠି ଅଛି ତମର 4 2 ହେଲେ 2, ମାନେ 2 5 9 2 ହେଲା, 4 8 5 ହେଲା, 4 5 8 5 ରୁ ଫେରିଲେ ଏଇଟା ଆସିବ 2 5 9 ହେଲା। ତାପରେ ଖଟା ଦେଖ, ଖଟା କେତେ ଦେଇଛି 7,777 ରୁ 4,449 ଫେଡ଼ା ହବ, ତାମାନେ ଏଇଟା କେତେ ଆସିବ, ଏଇଟା ଆସିବ ତମର 3 3 ହେଲା, 2 8 ହେଲା। ତାପରେ ଗଟା ଦେଖ, ତମର ଦେଇଛି 65,447 ରୁ 47,299 ଫେଡ଼ା ହବ। ତ ଏଟାର ଉତ୍ତର ହବ ତମର
1 8 ହେଲା 1 8 1 4 8 ତାପରେ ଗ ହେଲା ଘ ଯିବା ଘଟା ଦେଖ ତୁମର 1234 ରୁ 123 ଫେଡ଼ା ହେବ ତାମାନେ ଏଇଟା କେତେ ଆସିବ ଉତ୍ତର ଏଇଟା ଆସିବ 1111 ହେଲା ତାପରେ ଦେଖ ନେକ୍ସଟ ଓଁଟା ଦେଖ ଓଁଟା ଦେଲା ତୁମର 12,000 କେତେ ଦେଇଛି ଓଁଟା ଦେଖ କେତେ ଦେଇଛି ତ ଦେଇଛି 12,345 ରୁ 1234 ଫେଡ଼ିବ ତ ଏଇଟା କେତେ ଆସିବ ଏଇଟା ଉତ୍ତର ଆସିବ ତୁମର 1 1 1 ହେଲା 1 1 1 1 ହେଲା ଏଇଟା ଏଇଟା ଆର ଉତ୍ତର ହେଲା ତାପରେ ଦେଖ ଚଟା ଦେଖ ଚର ଉତ୍ତର ଆସିବ ତୁମର କ'ଣ କେତେ ଦେଇଛି 56,789 ରୁ 56 ଫେଡ଼ିବ ତାମାନେ ଏଇଟା କେତେ ଆସିବ 5 6 7 3 3 ଏଇଟା ଫେଡ଼ିକି କରିବ ହେଲା ନିଜେ ନିଜେ କିଛି ନାହିଁ ଏଇଟା ଫେଡ଼ା ଜାଣିଛ ସମସ୍ତେ ତାପରେ 6 ଦେଖ 87,326 ହେଲା ରୁ 11,111 ଏଇଟା ଫେଡ଼ିଲେ କେତେ ଆସିବ ତୁମର ଆସିବ 76,000 ହେଲା 215 ହେଲା ତାପରେ ଦେଖ ଜଟା ଦେଖ 878 ରୁ 52 ଫେଡ଼ା ହେବ 878 ରୁ 52 ଫେଡ଼ିଲେ ଆସିବ 826 826 ହେଲା ତାପରେ ଝଟା ଦେଖ ତୁମର ଆସିବ କେତେ ଦେଇଛି 749 ରୁ 222 ତ ଫେଡ଼ିଲେ ଏଇଟା କେତେ ଆସିବ ତୁମର ଆସିବ 527 ହେଲା ଫେଡ଼ିବ ନିଜେ ତାପରେ ନିୟଟା ଦେଖ ନିୟଟା କରିବାକୁ କହିଛି କ'ଣ କେତେ 349 ରୁ 222 9 ରୁ 2 ଗଲେ 7 ଏଠି 4 ରୁ 2 ଗଲେ 2 ହେଲା 3 ରୁ 2 ଗଲେ 1 127 ହେଲା ଏମିତି କରିବ ତାପରେ ଦେଖ ନେକ୍ସଟ 3 ନମ୍ବର ଦେଖ 3 ନମ୍ବର ଦେଲା ନିହାର ଏକ ବର୍ଷରେ ଗାଈ ଓ ଛେଳି କିଣିବା ପାଇଁ 92,375 ଟଙ୍କା ସଞ୍ଚୟ କରିଥିଲା ସେ 26,000 ଟଙ୍କାରେ ଦୁଇଟା ଗାଈ 17,000 ଟଙ୍କା 3ଟା ଛେଳି କିଣିଲା ସେ ଏତିକି ଟଙ୍କାରେ ଗୋଟେ କ୍ଷୀର ଦୁହିଁବା ଯନ୍ତ୍ର ମଧ୍ୟ କିଣିଲା ଏଗୁଡ଼ିକୁ କିଣିବା ପାଇଁ ତା ପାଖରେ ଯଥେଷ୍ଟ ଟଙ୍କା ଅଛି କି ନାହିଁ ତା ପାଖରେ ଆବଶ୍ୟକତା ଠାରୁ କେତେ ଟଙ୍କା ଅଧିକ ବା କମ୍ ଅଛି ତ କ'ଣ କରିବ ତା ପାଖରେ ଟୋଟାଲ ଥିଲା କେତେ 92,375 ଟଙ୍କା ହେଲା ଦେଖିବ କାହା ପାଖରେ ଥିଲା ନିହାର ପାଖରେ ଟଙ୍କା ଥିଲା କେତେ 92,375 ଟଙ୍କା ହେଲା ସେ ଦୁଇଟି ଗାଈ କିଣିଲା ହେଲା ଦୁଇଟି ଗାଈ କେତେରେ କିଣିଲା 26,000 ଗାଈ କିଣିଲା ଗାଈର ମୂଲ୍ୟ ଲେଖିଦେବ ଗାଈର ମୂଲ୍ୟ କେତେ ନା 26,000 ଟଙ୍କା ହେଲା 26,000 ହେଲା 26,000 ତାପରେ ଆଉ କ'ଣ କିଣିଛି ଏଇଟା ହେଲା 26,000 ତାପରେ ଆଉ କ'ଣ କିଣିଛି ଦୁଇଟା ଗାଈ କିଣିଲା ତାପରେ 17,000 3ଟା ଛେଳି ଦୁଇଟି ଗାଈର ମୂଲ୍ୟ ହେଲା 26,000 3ଟା ଛେଳି ର ମୂଲ୍ୟ ହେଲା 3ଟା ଛେଳିର ମୂଲ୍ୟ କେତେ 17,000 ହେଲା ଆଉ କ'ଣ କିଣିଛି ନା କ୍ଷୀର ଦୁହିଁବା ଯନ୍ତ୍ର କ୍ଷୀର ଦୁହାଁ ଯନ୍ତ୍ର ହେଲା ଯନ୍ତ୍ର କେତେ ଟଙ୍କା ନେଇଛି 19,873 ହେଲା ତ ଏତିକି ମିଶାଇ ଦିଅ କେତେ ହେଉଛି 3 7 ହେଲା ଏଠି ଅଛି 8 ତାପରେ ଏଠି ତୁମର 3ଟା ହେଇଗଲା ତାପରେ 4 ନମ୍ବର ଦେଖ 7 6 13 13 9 ହେଲା 13 7 20 2 22 ହେଲା 22 2 ରଖି 2 2 2 4 1 5 1 6 ହେଲା 6 ତାମାନେ 62,873 ଟଙ୍କା ହେଲା ତା ଟୋଟାଲ ଖର୍ଚ୍ଚ ହେଇଛି ଅଛି କେତେ ତା ପାଖରେ ଅଛି କେତେ 92,375 ଟଙ୍କା ହେଲା ତାର ଫେରିଦିଅ 62,000 ଫେରିଦିଅ 62,800 କେତେ 73 ଫେଡ଼ିବ ହେଲା ଏଇଟା ମିଶାଣ କରାହେଇଛି ଏଇଟା ଫେଡ଼ିବ ଫେରିଲେ କେତେ ହେଉଛି 5 ରୁ 3 ଗଲେ 2 7 ରୁ 7 ଗଲେ 0 ଏଇଟା 3 ରୁ 8 ଯାଉନି 1 ଦଶ ଆଣିବ 13 13 ରୁ 8 ଗଲେ 5 ଏଠି ଅଛି 1 1 ରୁ 2 ଯାଉନି 1 ଦଶ ଆଣିବ 11 11 ରୁ 2 ଗଲେ 9 ଏଠି ଅଛି 8 ରୁ 6 ଗଲେ 2 ତାମାନେ 29,502 ବଳକା ଅଛି ତ ଲିଖିଦେବ ଅଛି କି ହଁ ଲେଖିବ ଏଇଟା ହେଲା ହଁ ଲେଖିବ ତା ପାଖରେ ଆବଶ୍ୟକତା ଠାରୁ କେତେ ଟଙ୍କା ଅଧିକ ଅଛି ବୋଲି ଲେଖିବ କେତେ ଜାଗା ଲେଖିବ 29,502 ଟଙ୍କା ଅଧିକ ଅଛି
ହେଲା ଲେଖିପାରିବ। ତାପରେ 4 ନମ୍ବର ଦେଖ ଦେଲା, 4 ନମ୍ବର ଦେଲା ଗୋଟିଏ କାରଖାନାରେ ଏକ ଦିନରେ 54,000ଟି ଲୁହା କଣ୍ଟା ତିଆରି ହେଉଛି। କାରଖାନାକୁ ପ୍ରତିଦିନ ଏତିକି ଲୁହା କଣ୍ଟା ଯୋଗାଇବା ପାଇଁ ଏକ ବରାଦ ମିଳିଲା। ବରାଦ ପୂରଣ ପାଇଁ କାରଖାନାକୁ ଦିନକୁ ଆଉ କେତେ ଲୁହା କଣ୍ଟା ଉତ୍ପାଦନ କରିବାକୁ ପଡ଼ିବ? ହେଲା ଗୋଟିଏ କାରଖାନାରେ ଦିନକୁ ହେଉଛି କେତେ? 54,000। ଏକ ଦିନରେ ହେଲା ଲୁହା କଣ୍ଟା ତିଆରି ହୁଏ, ଲୁହା କଣ୍ଟା ତିଆରି ହୁଏ କେତେ? 54,000। ହେଲା କାରଖାନାକୁ ପ୍ରତିଦିନ ଦେଇଛି, ତାପରେ 85,000 ଲୁହା କଣ୍ଟା ଦେବାକୁ କରାହେଲା। କେତେ କରାହେଲା? 85,300 ଲୁହା କଣ୍ଟା ଯୋଗାଇବା ପାଇଁ ଏକ ବରାଦ ମିଳିଲା। ବରାଦ ପୂରଣ ପାଇଁ କାରଖାନାକୁ ଦିନକୁ ଆଉ କେତେ ଲୁହା କଣ୍ଟା ଉତ୍ପାଦନ କରିବାକୁ ପଡ଼ିବ? ତ ଏଇଟା ବି ଫେଡ଼ିବ। ତ 54,000 ଫେଡ଼ି ଦିଅ। ତାମାନେ କେତେ ହେଉଛି? 0 0 3 4 5 4 ହେଲେ 1 8 5 3 31,000 ଆହୁରି କରିବାକୁ ପଡ଼ିବ। କେତେ କରିବାକୁ ପଡ଼ିବ? 31,300 ଅଧିକ ଉତ୍ପାଦନ କରିବାକୁ ପଡ଼ିବ। ଅଧିକ ଉତ୍ପାଦନ କରିବାକୁ ପଡ଼ିବ। ହେଲା ବୁଝିପାରିଲ? ତାପରେ ଦେଖ 5 ନମ୍ବର ଲାଷ୍ଟ କ୍ୱେଶ୍ଚିନ୍। ବିରାଟ କୋହଲି 27,000, ଏଇଟା ହେଲା କେତେଟା? ଏଇଟା 4 ନମ୍ବରଟା ହେଲା, ଏଇଟା 3 ନମ୍ବର। 3 ନମ୍ବର। ତାପରେ 4 ନମ୍ବର ଦେଖିଲ, 5 ନମ୍ବର ଯିବା ଏବେ ହେଲା। ଦେଖ ବିରାଟ କୋହଲି 27,599 ରନ୍ କରିଛନ୍ତି। ସେ ସଚିନ ତେନ୍ଦୁଲକର ଠାରୁ ଏତିକି ରନ୍ କମ୍ କରିଛନ୍ତି। ତେବେ ସଚିନ ତେନ୍ଦୁଲକର ମୋଟ ରନ୍ କେତେ? ଲେଖିବ। ବିରାଟ କୋହଲିର କେତେ? 27,599 ରନ୍। ଏଟା ବିରାଟ କୋହଲି ହେଲା। ରନ୍ ହେଲା ରନ୍ କେତେ? ଏତିକି ହେଲା। ତାପରେ ସେ ସଚିନ ତେନ୍ଦୁଲକର ଠାରୁ କମ୍ କରିଛନ୍ତି। କେତେ କମ୍ କରିଛନ୍ତି? ନା ଏତିକି ଲେଖିବ। ସଚିନ ଠାରୁ ହେଲା କେତେ କମ୍ କରିଛନ୍ତି? 6,758 ରନ୍ କମ୍ କରିଛନ୍ତି। କମ୍ କରିଛନ୍ତି ହେଲା। ତେବେ ସଚିନର ରନ୍ ସଂଖ୍ୟା ମିଶେଇ ଦବ ଦୁଇଟା ଯାକ। 27,599ରେ ମିଶେଇ ଦବ କେତେ? 6,000, ଏଇ ଲେଖ 6ଟା 6,758 ମିଶେଇ ଦିଅ। 9 8 17 7 ରଖି 1 1 9 1 10 5 15 5 ରଖି 1 7 5 12 1 13 3 ରଖି 1 7 6 13 1 14 4 ରଖି 1 2 1 3, ତାମାନେ 34,357 ହେଲା। ତେନ୍ଦୁଲକର ମୋଟ ରନ୍ ହେଲା, ସଚିନର ରନ୍ ହେଲା 34,357 ରନ୍ ହେଲା। ବୁଝିଗଲା? ଏଇଟା 5 ନମ୍ବର। ବୁଝିଗଲା ନା? ଆଶା କରୁଛି ଭିଡ଼ିଓଟି ତୁମମାନଙ୍କୁ ବହୁତ ଭଲ ଲାଗିଥିବ। ଆଉ ଯଦି ଭଲ ଲାଗୁଛି ଅଧିକ ମାତ୍ରାରେ ଲାଇକ୍ ସେୟାର କରିବାକୁ ଅନୁରୋଧ ରହୁଛି। ଜୟ ଜଗନ୍ନାଥ।